ବୃଦ୍ଧଙ୍କ ଶବ ପାଇଁ ମିଳିଲାନି ନିଜ ଗାଁ ମଶାଣି କାନ୍ଧ, ଦେଲେନି ଜାତି ଭାଇ। ପ୍ରଶାସନ ଓ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ଯୋଗୁଁ 24 ଘଣ୍ଟା ପରେ ସମ୍ପୂର୍ଣ୍ଣ ହେଲା ଶେଷକୃତ। ରାୟଗଡ଼ା ଜିଲ୍ଲାସ୍ଥିତ ଗାଜି ଗାଁରେ ଶ୍ମଶାନର ବ୍ୟବହାରକୁ ନେଇ କିଛି ଗ୍ରାମବାସୀ ଆପତ୍ତି ଉଠାଇବାରୁ ବୃଦ୍ଧଙ୍କ ଶେଷକୃତ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଶେଷରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ ଓ ଜିଲ୍ଲା ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଜଣେ ବୃଦ୍ଧଙ୍କ ଶେଷକୃତ୍ୟକୁ ଜିଲ୍ଲାର ଗାଜିଗାଁ ଗ୍ରାମରେ ବିବାଦ ସୃଷ୍ଟି ହେବାରୁ ପ୍ରାୟ 24 ଘଣ୍ଟା ଧରି ଅନ୍ତିମ ସଂସ୍କାର ବିଳମ୍ବିତ ହୋଇଥିଲା। ପରେ ଜିଲ୍ଲା ପ୍ରଶାସନ, ଶେଷଖାଲ ପୋଲିସ ଏବଂ ସ୍ଥାନୀୟ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ପରେ ବିକଳ୍ପ ସ୍ଥାନ ଚିହ୍ନଟ କରାଯାଇ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବୃଦ୍ଧଙ୍କୁ କାନ୍ଧ ଦେଲେନି ଜାତି ଭାଇ। ପ୍ରଶାସନ ଓ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ଯୋଗୁଁ 24 ଘଣ୍ଟା ପରେ ସମ୍ପୂର୍ଣ୍ଣ ହେଲା ଶେଷକୃତ୍ୟ। ସୂଚନା ଅନୁଯାୟୀ ଗାଜିଗାଁ ଗ୍ରାମର ଜାକାକା ଦା ବୟସ 65 ବର୍ଷ। କିଛି ବର୍ଷ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିଲେ। କିଛି ମାସ ଧରି ସେ ଅସୁସ୍ଥ ଥିବା ବେଳେ ଗତକାଲି ସକାଳ ପ୍ରାୟ 7টাରେ ତାଙ୍କର ଦେହାନ୍ତ ଘଟିଥିଲା। ପରିବାର ଲୋକେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରିବାକୁ ଉଦ୍ୟମ କରିଥିଲେ। ତେବେ ଶ୍ମଶାନରେ ବ୍ୟବହାରକୁ ନେଇ କିଛି ଗ୍ରାମବାସୀ ଆପତ୍ତି ଉଠାଇଥିଲେ। ଏହା ଫଳରେ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା ଏବଂ ପ୍ରାୟ 24 ଘଣ୍ଟା ଧରି ମୃତଦେହ ଘରେ ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲେ। ଆଲୋଚନା ପରେ ଗାଁର ଅନ୍ୟ ଏକ ସ୍ଥାନକୁ ଶେଷକୃତ୍ୟ ପାଇଁ ଚିହ୍ନଟ କରାଯାଇଥିଲା। ସେଠାରେ ଆଜି ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଉଠିଥିଲା। ଘଟଣାସ୍ଥଳରେ ଶେଷଖାଲ ପୋଲିସ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲା। ସ୍ଥାନୀୟ ପରମ୍ପରା ଅନୁଯାୟୀ ଗ୍ରାମରେ କାହାର ମୃତ୍ୟୁ ହେଲେ ଶେଷକୃତ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ରୋଷେଇ କରାଯାଏ ନାହିଁ। ସେପଟେ ଶେଷକୃତ୍ୟ ବିଳମ୍ବିତ ହେବାରୁ ଗ୍ରାମର ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକା ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ମୋର ନା ସୁନ୍ଦର ଜାକାକା। ବାପା କାଲି 8ଟା ବେଳକୁ ମରିଗଲେ। ହେଲେ ଗାଁ ଲୋକ କହୁଛନ୍ତି ତୁମେ ଖ୍ରୀଷ୍ଟିଆନ ଲୋକ, ତୁମମାନଙ୍କୁ ମଶାଣି ଦିଆହେବ ନା କି କିଛି ଜାଗା ଦିଆହେବ ନା ବୋଲି କହୁଛନ୍ତି। ଆମେ କହୁଛୁ ଆମ ବାପାକୁ ପୋତିବୁ। କାଲି 8ଟାରୁ ଏବେ ଯାଏଁ 7ଟା 8ଟା ହେବା ପାଇଁ ଯାଉଛି ରଖିଛୁ। ହଁ, ମାନେ ଖ୍ରୀଷ୍ଟିଆନ ହେଇଛନ୍ତି, ଆମେ ଜାଗା ଦେବୁ ନାହିଁ, ମଶାଣି ଦେବୁ ନାହିଁ ବୋଲି ଗାଁ ଲୋକ ସମସ୍ତେ, ଝିଅ ନାହିଁ ପୁଅ ନାହିଁ ସମସ୍ତେ ଗଣକର।